ସମସ୍ତଙ୍କୁ ନମସ୍କାର। ଆରମ୍ଭ କରିବା। କରୁଣା ପୁସ୍ତକ ବାକ୍ୟ ଦେଖିବା। କରୁଣା 21 ପର୍ବ। ଚାରି ପଦରୁ 9 ପଦ ଯାଏ। ଅନନ୍ତର ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହର ପର୍ବତରୁ ସୁପସାଗର ପଥ ଦେଇ ଯାତ୍ରା କଲେ। ପୁଣି ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୂଷାଙ୍କ ବିରୁଦ୍ଧରେ କହିଲେ, କିଏ ହେତୁ ତୁମମାନେ ଆମମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ। ପୁଣି ଆମମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ। ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ଦାହକ ସର୍ପ ପ୍ରେରଣ କରନ୍ତେ। ସେମାନେ ଲୋକମାନଙ୍କୁ ଦଂଶନ କଲେ। ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ। ଏ ନିମନ୍ତେ ଲୋକମାନେ ମୂଷାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାପ କଲୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ଆମମାନଙ୍କ ନିକଟକୁ ଏହି ସର୍ପମାନଙ୍କୁ ଦୂର କରିବେ। ତେଣୁ ମୂଷା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ତେବେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଗୋଟିଏ ଦାହକ ସର୍ପ ନିର୍ମାଣ କରି ପତାକା ଦଣ୍ଡ ଉପରେ ରଖ। ତହିଁରେ ସର୍ପଦଂଷ୍ଟେ ପ୍ରତ୍ୟେକ ଲୋକ ତାହା ପ୍ରତି ଅନେଇଲେ ବଞ୍ଚିବ। ତହୁ ମୂଷା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା ଦଣ୍ଡ ଉପରେ ରଖିଲେ। ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ ବଞ୍ଚିଲା। 9 ପଦ ଯାଏଁ ପଢିଲି। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ, ଶୁଭ ସକାଳ। କ୍ୟାମେରା ସାମ୍ନାକୁ ଆସନ୍ତୁ ସମସ୍ତେ। ଆଜି ଆକ୍ଚୁଆଲି ମୁଁ କେତେ କେତେ କେବେ ସକାଳେ ହବ ଭାବୁଥିଲି, କାହିଁକି ଆଜି ରାତିରେ ବହୁତ ଗରମ ହେଲା ଆଉ ନିଦ ବି ଭଲସେ ହେଲା ନାହିଁ। ଏତେ ଗରମ ହଉଛି, ବର୍ଷା ଦିନ କିନ୍ତୁ ବହୁତ ଗରମ ହଉଛି। ତେଣୁ ଦୁଇଟା ସାଢ଼େ ଦୁଇଟାରୁ ମତେ ନିଦ ହେଲା ନାହିଁ ଯେ ସକାଳେ 5ଟା ପର୍ଯ୍ୟନ୍ତ ନିଦ ହଉନଥିଲା। ସେଥିପାଇଁ ସରମନ ଶୁଣଉଥିଲି ମୁଁ। ତ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ମିଶର ଦେଶରୁ ବାହାର କରିକି ଆଣିଲେ। ସେମାନେ ହର ପର୍ବତ ସୁପସାଗର ପଥ ଦେଇକି ଯାତ୍ରା କଲେ। ଆଉ ଲୋକମାନଙ୍କର ପ୍ରାଣ ସାହସହୀନ ହେଲା ଲେଖା ହେଇଛି। ସାହସହୀନ ହେଲା ମାନେ ଲୋକମାନେ ଧୈର୍ଯ୍ୟ ଧରି ପାରିଲେ ନାହିଁ, ପ୍ରଭୁଙ୍କୁ ଆଉ ବିଶ୍ୱାସ କରିପାରୁନାହାନ୍ତି। ପରମେଶ୍ୱରଙ୍କ ଆଡ଼କୁ ଲୋକମାନଙ୍କର ବିଶ୍ୱାସ ତୁଟି ଯାଇଛି। ଏ ମଶାଙ୍କୁ ମଧ୍ୟ ବିଶ୍ୱାସ କରୁନାହାନ୍ତି। ତେଣୁ ଇସ୍ରାଏଲ ଲୋକ ବେଶୀ ଅଭିଯୋଗ କଲେ, ଆଉ ଏ ମରୁ ପ୍ରାନ୍ତରରେ ଆମକୁ କାହିଁକି ମାରବାକୁ ଆଣିଲ? ପ୍ରଭୁ ପରମେଶ୍ୱରଙ୍କ ମଧ୍ୟ କଥା ହେଲେ। ମଶାଙ୍କ ବିରୁଦ୍ଧରେ ମଧ୍ୟ ସେମିତି କଥା ହେଲେ। ତ ପରମେଶ୍ୱର ଯେତେବେଳେ ଏମାନଙ୍କର କଥା ଶୁଣୁଛନ୍ତି, ପରମେଶ୍ୱର
ସେମାନଙ୍କ ନିକଟକୁ ଦାହକ ସର୍ପମାନଙ୍କୁ ପ୍ରେରଣ କରୁଛନ୍ତି। ଯେତେବେଳେ ଦାହକ ସର୍ପ ଗୁଡାକ ଆସିଲା, ସବୁ ଲୋକକୁ ଦଂଶନ କଲେ। ଅନେକ ଲୋକ ମରିଗଲେ, ଇସ୍ରାଏଲ ଲୋକମାନେ ଲେଖା ହେଇଛି। ସେତେବେଳକୁ ସେମାନେ ସମସ୍ତେ ଡରିଗଲେ। ହୁଁ। ଆମେ ଯଦି ଏମିତି ହିଁ ବଞ୍ଚିବା କହିଲେ ନିହାତି ଆମେ ମରିଯିବା ବୋଲି ଲୋକମାନେ ଭୟ କଲେ। ସେତେବେଳକୁ ସମସ୍ତେ ମଶାଙ୍କ ନିକଟକୁ ଫେରିଲେ। ମଶାଙ୍କୁ ନିବେଦନ କଲେ, ମଶା, ତମ ବିରୁଦ୍ଧରେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲୁ, ଆମ ପାଇଁ ପ୍ରେୟାର କର, ଏ ଦାଗ ସର୍ପ ଗୁଡାକ ପରମେଶ୍ୱର କାଢି ଦିଅନ୍ତୁ। ମଶା ସେମାନଙ୍କର କଥା ଶୁଣିଲେ ଆଉ ପ୍ରାର୍ଥନା କଲେ। ପ୍ରଭୁ ଉତ୍ତର ଦେଲେ, ମୁଁ ମୋ ଦାଗ ସର୍ପ ଗୁଡାକ କାଢିବି ନାହିଁ। ତମେ ଗୋଟେ ପିତ୍ତଳ ସର୍ପ ବନେଇକି ପତାକା ଦଣ୍ଡ ଉପରେ ରଖ। ଆଉ ସର୍ପଦଂଷ୍ଟ ପ୍ରତ୍ୟେକ ଲୋକ ପିତ୍ତଳ ସର୍ପକୁ ଦେଖିଲେ ବଞ୍ଚିବେ। ଏ ପ୍ରକାର ପରମେଶ୍ୱରଙ୍କର ହୃଦୟରେ ପ୍ରକାର ଆସିଲା, ବାକ୍ୟ ଆସିଲା। ତ ସେତେବେଳକୁ ମଶା ଗୋଟେ ପିତ୍ତଳ ସର୍ପକୁ ବନଉଛନ୍ତି, ପତାକା ଦଣ୍ଡ ଉପରେ ରଖୁଛନ୍ତି। ଯିଏ ଯାହାକୁ ସାପ ଦଂଶନ କଲା, ଆଘାତ କଲା, ଦାହକ ସର୍ପ, ସେ ମୁହୂର୍ତ୍ତରେ ଯିଏ ପିତ୍ତଳ ସର୍ପକୁ ଉପରେ ଟଙ୍ଗା ଯାଇଥିବାଟାକୁ ଦେଖିଲେ ବଞ୍ଚିଲେ ଲେଖା ହେଇଛି। ତ ଏ ପ୍ରକାର ଭାବରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଜୀବନରେ କାମ କରିକି ଆସିଛନ୍ତି। ଇସ୍ରାଏଲ ଲୋକମାନଙ୍କର ଜୀବନକୁ ଦେଖିଲେ ସେମାନେ ପ୍ରଭୁଙ୍କୁ ମାନୁନଥିଲେ। ଖାଲି ଗଣନା ପୁସ୍ତକରେ ମାନୁନଥିଲେ ସେମିତି ନାହିଁ। ଏ ଲୋକମାନେ ଆରମ୍ଭରୁ ପ୍ରଭୁଙ୍କୁ ବିଶ୍ୱାସ ନ କରିବା ଲୋକମାନେ। ଯଦି ବି ଏମାନେ ପ୍ରତିଜ୍ଞାର ଲୋକ, ପ୍ରତିଜ୍ଞା ପାଇକି ଆସିଛନ୍ତି, ପରମେଶ୍ୱର ଏମାନଙ୍କୁ ଆଦି ପୁସ୍ତକ 12 ପର୍ବ 13 ପର୍ବ, ଆଁ, ସେ ପ୍ରକାର ପର୍ବ ଗୁଡାକରେ ହିଁ ସେମାନଙ୍କୁ ଆଶୀର୍ବାଦ କରିଛନ୍ତି। ଆଉ ଜଳପ୍ଲାବନ ପରେ ପରେ ମାନେ ସବୁ ମିଶର ଦେଶକୁ ଯାଇକି ମିଶର ଦେଶରେ 430 ବର୍ଷ ପ୍ରଭୁତରେ ରହିଛନ୍ତି। ଯଦ୍ୟପି ଦାସ କର୍ମ କଲେ, କିନ୍ତୁ ସେମାନଙ୍କୁ ସେଇଟା କେବେ କଷ୍ଟ ଲାଗୁନଥିଲା, ଆମେ ଦାସ ବୋଲି। ତ ସେଥିପାଇଁ ଯେହେତୁ ସେମାନେ ନୂଆରେ ପ୍ରଥମ ଥର ଯେତେବେଳେ କରିଥିବେ ଦାସ କର୍ମ, ନିହାତି ସେମାନଙ୍କ ଜୀବନ କଷ୍ଟ ଥିବ। କିନ୍ତୁ ଯେତେବେଳେ ସେମାନେ 430 ବର୍ଷ, ମାନେ ଏଟା କମ ସମୟ ନାହିଁ, ବହୁତ ବର୍ଷ ଏଇଟା। ତ ଯେତେବେଳେ ଏତେ ଲମ୍ବା ସମୟ ସେମାନେ ଅତିବାହିତ କରି ଆସନ୍ତି, ସେମାନେ ଅଭ୍ୟାସରେ ପରିଣତ ହେଇଛନ୍ତି। ତ ଲୋକମାନେ ନୂଆରେ କାମ କଲେ ବେଶୀ ହାଲିଆ ହେବେ। ଡେଲି କାମ କଲେ ସେଇଟା ଅଭ୍ୟାସ ହେବେ, ଆଉ ଲୋକମାନଙ୍କୁ ହାଲିଆ ଜଣା ପଡିବ ନାହିଁ। ସେଥିପାଇଁ ଏ ଲୋକମାନଙ୍କର ଜୀବନ ମଧ୍ୟ ସେମିତି। ବହୁତ ବର୍ଷ ବର୍ଷ ଧରିକି ମିଶର ଦେଶରେ ଫାରୋ ରାଜାଙ୍କ ତଳେ ପ୍ରଭୁତ୍ୱରେ ବଞ୍ଚିଛନ୍ତି। ଭେଟି କରମ ରାତି ସାରା, ଦିନ ନାହିଁ କି ରାତି ନାହିଁ କି ସକାଳ ନାହିଁ, ସେମାନଙ୍କ ପାଇଁ କୌଣସି ଟାଇମ ଟେବୁଲ ନଥିବ ସେ ଜାଗାରେ। ଫାରୋ ଯେତେବେଳେ ଇଚ୍ଛା କରୁଥିବେ ସେତେବେଳେ ସେମାନଙ୍କୁ ଯାଅ କାମ କର ବୋଲି ପଠାଉଥିବେ। ସେମାନେ ଫାରୋଙ୍କ ଠାରୁ ଯେହେତୁ ଖାଇବାକୁ ପାଉଛନ୍ତି, ମଜୁରୀ ପାଉଛନ୍ତି, ସେଥିପାଇଁ ଫାରୋଙ୍କର କଥା ଶୁଣିକି ଯାଇକି କାମ କରୁଛନ୍ତି। ଏ ପ୍ରକାର ଭାବରେ ପରମେଶ୍ୱର ସେମାନଙ୍କୁ ମିଶର ଦେଶକୁ ନେଇକି ମିଶର ଦେଶରେ ଗୋଟେ ଦାସର ଜୀବନ ବଞ୍ଚିବା ପାଇଁ ବନେଇଲେ। ଯେତେବେଳେ ମାନେ ଦାସର ଜୀବନ ବଞ୍ଚିଲେ, ପରମେଶ୍ୱର ଏଇ ଲୋକମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଆଉ ମଶାଙ୍କୁ ପ୍ରକୃତିରେ ପ୍ରେରଣ କରୁଛନ୍ତି। ଆଉ ମଶାଙ୍କୁ ଯେତେବେଳେ ପ୍ରେରଣ କରୁଛନ୍ତି, ମଶା ଯାଇକି ଇସ୍ରାଏଲ ଲୋକଙ୍କ ସହିତ କଥା ହଉଛନ୍ତି। ଇସ୍ରାଏଲ ଲୋକମାନଙ୍କ ସହିତ ଯେତେବେଳେ କଥା ହେଲେ, ଇସ୍ରାଏଲ ଲୋକମାନଙ୍କ ହୃଦୟକୁ ଦେଖିଲେ, ସେମାନେ ନ ଆସିବାର, ମଶାଙ୍କର କଥା ନ ଶୁଣିବାର ହୃଦୟ ପ୍ରକୃତିରେ ରଖିଛନ୍ତି। ସେଥିପାଇଁ ମଶା ଯେତେବେଳେ ସେ ଜାଗାରେ ଛିଡା ହେଲେ, ଉଁ, ମଶା ପ୍ରକୃତିରେ କହିଲେ କି ଆମର ଲୋକମାନଙ୍କୁ ଛାଡ଼ି ଦିଅ, ଆଉ ମୁଁ ନେଇକି ଯିବି। ପରମେଶ୍ୱର ସେମାନଙ୍କୁ କେଣାନ ଦେଶକୁ ଦେବେ। ଫାରୋ ଯେତେବେଳେ ଶୁଣିଥିବେ, ଫାରୋ ବିରକ୍ତ ହେଇଥିବେ, ତମେ କିଏ, ଏବେ ତମେ ଆସିଛ କହିକି। ସେଥିପାଇଁ ଯାତ୍ରା ପୁସ୍ତକ ଯଦି ଆମେ ଦେଖିବା କହିଲେ, ଆଉ ସେଟା ଲେଖା ହେଇଛି
ଦୁଇ ପର୍ବର ଅନନ୍ତର ଲେବି ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବି ବଂଶଜାତ ଏକ କନ୍ୟାକୁ ବିବାହ କଲା। ନାଇଁ ଏଟା ନାଇଁ। ଏଟା ନାଇଁ। ଜାତିର ଦୁଇ ନାଇଁ। ଟିକେ ମୂଷାଙ୍କୁ ପ୍ରଭୁ ଏ ମୂଷାଙ୍କୁ ପରମେଶ୍ୱର ତୁଲ୍ୟ ସ୍ଥାପନ କଲେ ବୋଲି ଲେଖା ହେଇଛି। ଟିକେ ଖୋଜୁଛି। ହଁ, ସାତ ପୂର୍ବରୁ ଏକ ପଦ ଦେଖନ୍ତୁ। ସାତର ଏକ ତୁମ ସୁଦାପ ମଶାଙ୍କୁ କହିଲେ ଦେଖ ଆମ୍ଭେ ତୁମକୁ ଫାର ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରଣ ତୁମ୍ଭର ଭବିଷ୍ୟତ ବକ୍ତା ହେବ। ଆମ୍ଭେ ତୁମକୁ ଯାହା ଯାହା ଆଜ୍ଞା କରିବା ତାହା ସବୁ ତୁମ୍ଭେ କରିବ। ପୁଣି ଫାରୋ ଇସ୍ରାଏଲ ସନ୍ତାନଗଣକୁ ଆପଣା ଦେଶକୁ ଛାଡ଼ିଦେବା ପାଇଁ ତୁମ୍ଭ ଭ୍ରାତା ହାରଣ ତାହାକୁ କହିବ। ଆଉ ଆମ୍ଭେ ଫାରୋର ହୃଦୟ କଠିନ କରିବା। ପୁଣି ମିଶ୍ର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ବହୁ ସଂଖ୍ୟକ କରିବା। ତ ଏଇ ଜାଗାରେ ପ୍ରଭୁ କହିଲେ ମୋ ସାଙ୍ଗ ମୁଁ ତୋତେ ପରମେଶ୍ୱର କରି ସେ ଜାଗାରେ ସ୍ଥାପନ କରିବି ତୁ ଯାହା କହିଲେ। ଆଉ ଉପରେ ଯଦି ଦେଖିଲେ ମଶା ପ୍ରଭୁଙ୍କୁ କହିଲେ 30 ପଦରେ 6 ପୂର୍ବରୁ 30 ପଦରେ ତହିଁରେ ମଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ ଅସୁନ୍ନତ ଉଷ୍ଟ ଯେ ମୋ କଥା ଫାର କି ପ୍ରକାର ଶୁଣିବି। ମଶା ପ୍ରଭୁଙ୍କ କଥା ହେଲା ମଶା କହିଲେ ମୁଁ ତ ଅସୁନ୍ନତ ଉଷ୍ଟ। ହୁଁ, ମୋର କଥା ଫାର କେମିତି ଶୁଣିବ ବୋଲି କହିଲେ। କିନ୍ତୁ ସାତ ପର୍ବ ଆଇଲା ପ୍ରଭୁ କହିଲେ ତୁ ଯା ମୁଁ ତୋତେ ପରମେଶ୍ୱର ତୁଲ୍ୟ କରିକି ନିଯୁକ୍ତ କରୁଛି। ତୋର ଭାଇ ହାରଣ ଭବିଷ୍ୟତ ବକ୍ତା ହବ। ସେ ଫାରଙ୍କୁ କହିବ ଆମର ଲୋକକୁ ଛାଡ଼। କିନ୍ତୁ ଫାରର ହୃଦୟ ମୁଁ କଠିନ କରିବି କହିବି। ପ୍ରଭୁ ଇଆଡେ କହୁଛନ୍ତି ତୁ ଯା ମୋର ଲୋକକୁ ବାହାର କରିକି ଆଣେ। କିନ୍ତୁ ଆଉ ଗୋଟେ ସାଇଡରେ କହୁଛନ୍ତି ମୁଁ ଏ ଫାରର ହୃଦୟକୁ କଠିନ କରିବି କହିଲି। ସେତେବେଳେ ତମେ ଆଶ୍ଚର୍ଯ୍ୟ କର୍ମ ବହୁ ସଂଖ୍ୟକ କରିବ କହିଲେ। ଏମାନେ ଗଲେ ହୁଁ, ଫାରଙ୍କ ପ୍ରକୃତରେ କଥା ହେଲେ କିନ୍ତୁ ଫାର ନାଇକି ମନୋଯୋଗ ଫାର ନାଇକି ଏମାନଙ୍କ କଥାକୁ ମନୋଯୋଗ କଲେନି ଶୁଣିଲେ ନାଇଁ। ଏ ପ୍ରକାର ଭାବରେ ମିଶର ଦେଶରେ ଏ ଲୋକମାନେ ଥିଲେ। ମଶା ପ୍ରଭୁତରେ ବାହାର କରିକି ଆଣିଲେ ମରୁପାନ୍ତ୍ରରେ ଯାତ୍ରା କଲେ। ଆଉ ଏମାନେ ଯେତେବେଳେ ପ୍ରଭୁଙ୍କର କଥା ଶୁଣୁନାହାନ୍ତି ପ୍ରଭୁ ଏମାନଙ୍କୁ କଣ କହିଲେ? ହୁଁ, ଆଉ ଗୋଟେ ବାକ୍ୟ ଦେଖବା। ଯିଏ ସେ ପୁସ୍ତକ ଏକ ପର୍ବର ବାକ୍ୟ ଟିକେ ଦେଖ। ଯିଏ ସେ ପୁସ୍ତକ ବିଚାରକର୍ତ୍ତା ପୂର୍ବରୁ ଥିବ। ଯିଏ ସେ ଏକ ପର୍ବ ଏକର 9 ପଦ ଦେଖ। ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇନାହୁଁ ବଳବାନ ହଉ ସାହସିକ ହୁଅ ତ୍ରାସଯୁକ୍ତ ହୁଅ ନାହିଁ କି ହତାଶ ହୁଅ ନାହିଁ କାରଣ ଆମ୍ଭେ ଯେଉଁଆଡ଼େ ଯିବା ସଦା ତୁମର ପରମେଶ୍ୱର ସଙ୍ଗୀ ହେବେ।
ଉପରେ ଦେଖିଲେ ନ ଆଠ ପଦରେ ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖା ଅନୁସାରେ ମାନିବାକୁ କରିବାକୁ ଦିବାରାତ୍ର ତାହା ଧ୍ୟାନ କର। ତାହା କଲେ ତୁମ୍ଭେ ଆପଣା ପଥ ସଫଳ କରିବ, ତୁମ୍ଭେ କୁଶଳ ପ୍ରାପ୍ତ ହେବ। ତ ଏଇ ଜାଗାରେ ଦେଖିଲେ ପ୍ରଭୁ ଭୟ କର ନାହିଁ କହୁଛନ୍ତି, ତ୍ରାସଯୁକ୍ତ ହୁଅ ନାହିଁ, ହତାଶ ହୁଅ ନାହିଁ। ହୁଁ, କାରଣ ଆମ୍ଭେ କାରଣ ତୁମ୍ଭେ ଯୁଆଡେ ଯିବ ମୁଁ ସଦାକୁ ତୁମର ପରମେଶ୍ୱର ସଙ୍ଗୀ ହେବେ ଲେଖା ହେଇଛି। ତେ ପରମେଶ୍ୱର ନାଇକି ଇସ୍ରାଏଲ ଲୋକଙ୍କ ସହିତ ସଙ୍ଗୀ ହେବା ପାଇଁ କହୁଛନ୍ତି, ବିଶ୍ୱାସ କର, ବାହାରିକି ଆସ, ମୁଁ ତମର ମାଲିକ ହେବି, ତମ ମାଲିକ ଭାବରେ ମୁଁ ପଢେଇକି ନେବି। ସେଥିପାଇଁ ପରମେଶ୍ୱର ଏମାନଙ୍କର ହୃଦୟକୁ ଦେଖିକି ଆଉ ଏମାନଙ୍କର ମନକୁ ଦେଖିକି ପରମେଶ୍ୱର କଣ ପଠଉଛନ୍ତି? ଉଁ? ଏମାନେ ମରୁପ୍ରାନ୍ତରରେ ଆସିଲେ, 40 ଦିନର ରାସ୍ତା, 40 ବର୍ଷ ଯାତ୍ରା କଲେ, ଆଉ 40 ବର୍ଷ ଯାତ୍ରା କଲେ, ବକ୍ର ପଥ ଦେଇକି ଆସିଲେ, କିନ୍ତୁ ପ୍ରଭୁଙ୍କ ବିରୁଦ୍ଧରେ କଥା ହେଲେ। ପ୍ରଭୁ ଏମାନଙ୍କୁ ଦିନ ବେଳେ ମେଘସ୍ତମ୍ଭ ଦେଇକି, ରାତିରେ ଅଗ୍ନିସ୍ତମ୍ଭ ଦେଇକି, ମାନ୍ନା ଦେଇକି, ପଥରରେ ପାଣି ବାହାର କରିକି, ଆକାଶରୁ ଘାଟଇ ପକ୍ଷୀ ବର୍ଷେଇକି, ମାନ୍ନା ବର୍ଷେଇକି ଏମାନଙ୍କୁ ଖାଦ୍ୟ ଦେଇକି ଆଣିଲେ। ଗୋଟେ ଜୁତା ଗୋଟେ ପ୍ୟାଣ୍ଟ ପିନ୍ଧିଲେ, ଚିରିଲା ନାହିଁ ସେଟା। ପ୍ରଭୁ ଏତେ ଭଲ ପାଇବା ଦେଇକି ଏମାନଙ୍କୁ ଆଣିଲେ। ପରମେଶ୍ୱର ଏତେ ସବୁ କରିକି ସେମାନଙ୍କୁ ଏତେ ବର୍ଷ ପ୍ରଭୁଥିରେ ଅନୁଗ୍ରହ କଲେ। ଜଣେ ଲୋକ ଗୋଟେ ଚପଲ 40 ବର୍ଷ ପିନ୍ଧିଥିବ, ଚିରୁ ନଥିବ, ସେଟା କେମିତି ହବ? ଆଁ? ଆଜିକାଲି ଚପଲ ଗୁଡାକ ମିଳୁଛି ବେଶୀ ଦାମ, କିନ୍ତୁ ଗୋଟେ ଚପଲ ଗୋଟେ ବର୍ଷ ପିନ୍ଧିବାଟା ବି ବେଶୀ କଷ୍ଟ। ଗୋଟେ ବର୍ଷକୁ 2 ହଳ ଲେଖା। ଉଁ? ଟିକେ ଶସ୍ତା ହେଲେ ତ 3 ହଳ ବି ହଉଛି। ଏତିକି ଆମେ ଚେଞ୍ଜ କରୁଛୁ, କିନ୍ତୁ ପରମେଶ୍ୱର ଏମାନଙ୍କୁ ଗୋଟେ ଚପଲ ଗୋଟେ ଡ୍ରେସ୍ 40 ବର୍ଷ ପର୍ଯ୍ୟନ୍ତ ପିନ୍ଧେଇଲେ, କିନ୍ତୁ ଇସ୍ରାଏଲ ଲୋକମାନଙ୍କ ହୃଦୟ କେବେ ନମ୍ର ହେଲା ନାହିଁ। ସେଥିପାଇଁ ଗଣନା ପୁସ୍ତକ ଯେତେବେଳେ ଆସିଲା, ସେମାନେ ପ୍ରଭୁଙ୍କୁ ସିଧା ଅଭିଯୋଗ ପ୍ରକୃତରେ କରୁଛନ୍ତି। ଆଁ? ସେତେବେଳେ ପରମେଶ୍ୱର ସେମାନଙ୍କ ଆଡକୁ ଦାହକ ସର୍ପ ପ୍ରେରଣ କରିକି ଦାହକ ସର୍ପ ପଠଉଛନ୍ତି। ଦାହକ ସର୍ପ ଯେତେବେଳେ ଆସିଲା, ସବୁକୁ ଆଘାତ କଲା, ଆଘାତ କଲା। ଉଁ? ଏ ଲୋକମାନେ ପ୍ରଭୁଙ୍କ ବିରୁଦ୍ଧରେ କଥା ହେଇଥିଲେ, ମୂଷାଙ୍କ ବିରୁଦ୍ଧରେ କଥା ହେଇଥିଲେ, ପାପ କରିଥିଲେ। ସେଥିପାଇଁ ସବୁକୁ ଆଘାତ କଲାକୁ ମରିବାକୁ ଆରମ୍ଭ କରୁଛନ୍ତି। ଦିନେ ମଶାଙ୍କ ନିକଟରେ ଆସିଲେ, ଆଉ ଛିଡା ହେଲେ, ଆଉ କହିଲେ, ମଶା ଆମେ ତମ ବିରୁଦ୍ଧରେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲୁ, ଆଉ ଆମ ପାଇଁ ପ୍ରେୟାର କର ପ୍ରଭୁଙ୍କ ନିକଟରେ, ପ୍ରଭୁ ଏଟାକୁ କାଢି ଦିଅନ୍ତୁ ବୋଲି କହିଲେ। ମଶା ପ୍ରେୟାର କଲା, ପରମେଶ୍ୱର କହିଲେ ମୁଁ କାଢିବି ନାହିଁ, ତ ପିତ୍ତଳ ସର୍ପକୁ ବନା, ତଥାପି ଦଣ୍ଡ ଉପରେ ରଖେ। ସର୍ପ କୌଣସି ମନୁଷ୍ୟ ଯଦି ଧ୍ୱଂସ ନ କରିବ, ସେ ପିତ୍ତଳ ସର୍ପକୁ ଦେଖିଲେ ସେମାନେ ସବୁ ଜୀବନ ପାଇବେ। ଏ ପ୍ରକାର ଭାବରେ ଏମାନେ ପ୍ରକୃତରେ ବଞ୍ଚିବା ପାଇଁ ଆରମ୍ଭ କଲେ। ତ ସତରେ ଆମର ଲାଇଫକୁ ଯଦି ଦେଖିବାକୁ ହେଲେ, ଆମେ ହଉଛୁ ଜଣେ ଲୋକ ବିପଥରେ ଯାଇଥିବା ଲୋକ। ଉଁ? ଆଉ ବିପଥରେ ଯାଇଥିବା ଲୋକ, ପ୍ରଭୁଙ୍କୁ ନ ମାନିବା ଲୋକ। କିନ୍ତୁ ପରମେଶ୍ୱର ଆମକୁ କଣ କହୁଛନ୍ତି? ଉଁ? ପରମେଶ୍ୱର ଆମକୁ ଯୀଶୁଙ୍କ ଦ୍ୱାରା ପବିତ୍ର କରୁଛନ୍ତି, ଯୀଶୁଙ୍କ ଦ୍ୱାରା ଧାର୍ମିକ କରୁଛନ୍ତି, ଯୀଶୁଙ୍କ ଦ୍ୱାରା ଅନୁଗ୍ରହ ଦେଇକି କଢେଇକି ନେବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ଆମମାନଙ୍କ ଜୀବନରେ ମାଲିକ ଭାବରେ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି। ଦିନେ ଯୀଶୁ ଆସିଲେ, ଆଉ ଯୀଶୁ କ୍ରୁଶରେ କ୍ରୁଶାରୋପିତ ହେଲା ବେଳକୁ ଯୀଶୁଙ୍କ ସହିତ ଦୁଇଟା ଡକାୟତ ମାନେ ଦୁଇ ସାଇଡରେ କ୍ରୁଶାରୋପିତ ହଉଛନ୍ତି। ଜଣେ ଡକାୟତ ପ୍ରକୃତିରେ ଯୀଶୁଙ୍କୁ ଅଭିଯୋଗ କଲା, କହିଲା, ଆଉ ତୁ ନିଜକୁ ଯିହୁଦୀ ମାନଙ୍କ ରାଜା କହୁଛୁ, ତୁ ନିଜକୁ ବଞ୍ଚା, ଦେଖ ତତେ କିଏ ଉଦ୍ଧାର କରିବ ବୋଲି କହିଲେ। କିନ୍ତୁ ଆଉ ଜଣେ କହିଲା, "ଆଁ, ଆମେ ତ ଉପଯୁକ୍ତ ଦଣ୍ଡ ପାଉଛୁ, ସେ କିଛି କରିନାହାନ୍ତି, ତୁ କାହିଁକି ତାଙ୍କୁ ଏ ପ୍ରକାର ବିଷୟ କହୁଛୁ ବୋଲି କହିଲେ। ଯଦି ଆମେ ଯଦି ଦେଖିବାକୁ କହିଲେ, ଲୁକ ପୁସ୍ତକ 23 ପର୍ବର ବାକ୍ୟ ଟିକେ ଦେଖିବା। ଲୁକ ପୁସ୍ତକ 23 ପର୍ବ, ଲୁକ ପୁସ୍ତକ 23ର
ବତିଶ ପଦରୁ ଲୁକ ପୁସ୍ତକ 23 ପର୍ବରୁ 32 ପଦରୁ ଟିକେ ତଳକୁ ପଢିବା। ପୁଣି ପ୍ରାଣଦଣ୍ଡ ଭୋଗିବା ନିମନ୍ତେ 2 ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସଙ୍ଗରେ ନିଆଯାଇଥିଲେ। ଆଉ ସେମାନେ କୋଫଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହା କ୍ରୁଶରେ ଚଢ଼େଇଲେ। ପୁଣି ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣରେ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼େଇଲେ। ସେତେବେଳେ ଯୀଶୁ କହିଲେ, ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କୁ ହସ୍ତ ସବୁ ଭାଗ କରିବା ନିମନ୍ତେ ଗୁଳିବାଣ୍ଟ କଲେ। ପୁଣି ଲୋକମାନେ ଠିଆ ହୋଇ ଦେଖୁଥିଲେ, ଆଉ ଅଧିକମାନେ ମଧ୍ୟ ତାଙ୍କୁ ବିଦ୍ରୂପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା। ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ। ପୁଣି ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳସ୍ୱ ଯାଛି ତାହାଙ୍କୁ ପରିହାସ କରି କହିଲେ, ତୁ ଯଦି ଜିହୁଦୀମାନଙ୍କ ରାଜା, ତାହେଲେ ନିଜକୁ ରକ୍ଷା କର। ପୁଣି ତାହାଙ୍କ ଉର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, ଏ ଜିହୁଦୀମାନଙ୍କର ରାଜା। ଆଉ କ୍ରୁଶରେ ଚଢ଼ା ଯାଇଥିବା ଦୁଷ୍କର୍ମକାରୀ ମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଣ ଖ୍ରୀଷ୍ଟ? ଖ୍ରୀଷ୍ଟ ନୋଉ, ନିଜକୁ ଆମମାନଙ୍କୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ। ତୁ ଈଶ୍ୱରଙ୍କୁ କଣ ଭୟ ମଧ୍ୟ କରୁନାହୁଁ? ଆମେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗ କରୁଅଛୁ, କାରଣ ଆମମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ପୁଣି ସେ କହିଲା, ହେ ପ୍ରଭୁ, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରନ୍ତୁ। ସେଥିରେ ସେ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ତ ଏ ଜାଗାରେ ଦୁଇଟା ଡକାୟତ ମାନେ ଅଛନ୍ତି, ଦୁଇ ସାଇଡରେ ଛିଡା ହେଇଛନ୍ତି। ଆଉ ଯୀଶୁଙ୍କ ପ୍ରଭୁତରେ କ୍ରୁଶରେ ଚଢା ହଉଛି। ଯୀଶୁ କ୍ରୁଶରେ ଅଛନ୍ତି। ଯୀଶୁଙ୍କର ଲୁଗାକୁ ନେଲେ ଆଉ ଗୁଳି ବାଣ୍ଟ କଲେ, ଉଁ, ଭାଗ କଲେ। ଭାଗ କଲେ ସେ ସମୟରେ ଖ୍ରୀଷ୍ଟଙ୍କ ପ୍ରଭୁତରେ କୁହାଯାଉଛି, ତୁ ପୁରା ଖ୍ରୀଷ୍ଟ, ନିଜକୁ ରକ୍ଷା କରେ, ଆମକୁ ବି ରକ୍ଷା କରେ ବୋଲି କହିଲେ। ତ କିନ୍ତୁ ଜିହୁଦୀ ମାନଙ୍କ ଜିହୁଦୀ ଲୋକମାନେ କହିଲେ, ତମେ ପୁରା ଜିହୁଦୀ ମାନଙ୍କ ରାଜା, ନିଜକୁ ରକ୍ଷା କର ବୋଲି କହିଲେ। ସେ ଜାଗାରେ ଦୁଇଟା ଡକାୟତ ମାନେ ଥିଲେ, ସେମାନେ ମଧ୍ୟ କହିଲେ, ଜଣେ କହିଲା, ଆଁ, ଆଉ ତୁ ପୁରା ଜିହୁଦୀ ମାନଙ୍କ ରାଜା, ନିଜକୁ ରକ୍ଷା କର, ଆମକୁ ବି ରକ୍ଷା କରେ। କିନ୍ତୁ ଆଉ ଜଣେ ଲୋକ କହିଲା, ଧମକୁ ଦେଲା, କହିଲା, ଆମେ ତ ନ୍ୟାୟ ଭାବରେ ଆମେ ଦଣ୍ଡ ପାଉଛୁ, ଆମେ ଭୋଗୁଛୁ, କିନ୍ତୁ ଏ ଲୋକ କିଛି କରିନାହାନ୍ତି, ତାଙ୍କ ପାଖରେ କିଛି ଦୋଷ ନାହିଁ। 42 ପଦରେ ଦେଖିଲେ, ପୁଣି ସେ କହିଲା, ହେ ଯୀଶୁ, ଆପଣ ଯଦି ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ବୋଲି କହିଲେ। ତ ଏ ବିଷୟରେ ଯଦି ଦେଖିବାକୁ କହିଲେ, ଏ ଦୁଇଟା ଡକାୟତ ମାନେ କିଏ ଜାଣିଛନ୍ତି କି? ଏ ଦୁଇଟା ଡକାୟତ ମାନେ ହେଉଛନ୍ତି ଆମମାନଙ୍କୁ ବୁଝାଏ। ଜଗତରେ ଦୁଇ ପ୍ରକାର ଲୋକଙ୍କୁ ବୁଝାଏ। ଜଣେ ଲୋକ ବିନା ମୂଲ୍ୟରେ ଈଶ୍ୱରଙ୍କ ଦ୍ୱାରା ଅନୁଗ୍ରହ ପାଉଛି, ଜଣେ ଲୋକ କର୍ମ କରିକି ପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଉଛି, ଅନୁଗ୍ରହ ପାଇବା ପାଇଁ ଚାହୁଁଛି, ଧାର୍ମିକ ହେବା ପାଇଁ ଚାହୁଁଛି। ତ ଏ ଦୁଇ ପ୍ରକାର ଲୋକମାନଙ୍କ ଭିତରେ ସମ୍ପୂର୍ଣ୍ଣ ଭିନ୍ନ ଅଛି। ତ ଏ ଜଣେ ଲୋକ ଯୀଶୁଙ୍କ ଦ୍ୱାରା ଉଦ୍ଧାର ପାଉଛି, ଆଉ ଜଣେ ଲୋକ ଯୀଶୁଙ୍କ ସହିତ କ୍ରୁଶରେ ହତ ହଉଛି। ତା ମାନେ ଯୀଶୁ ପ୍ରଭୁତରେ ଜଣକୁ ଯେତେବେଳେ ଯିଏ କହିଲେ, ପ୍ରଭୁ ନିଜ ଦେଶକୁ ଗଲେ ମୋତେ ଟିକେ ମନେ ପକାନ୍ତୁ କହିଲେ, ଯୀଶୁ ସିଧା କହିଲେ, ତୁ ମୋ ସହିତ ପାରଦୀସରେ ଦେଖାହେବୁ ବୋଲି କହିଲେ। ସତରେ ଏ କଣ କରିଛି ସେ ଜାଗାରେ? କିଛି କରିନାହିଁ। ସେଥିପାଇଁ ପରମେଶ୍ୱର ମଧ୍ୟ ମନୁଷ୍ୟର କର୍ମ, ମନୁଷ୍ୟର ବ୍ୟବହାର କି ମନୁଷ୍ୟର ଉତ୍ତମତାକୁ କେବେ ଆଶା କରିନାହାନ୍ତି। ପରମେଶ୍ୱର ପରମେଶ୍ୱର ସେ ଜାଗାରେ କୃଷକୁ ଅନେଇବା ପାଇଁ କହୁଛନ୍ତି। ଜହନ ମତ ଯେମିତି କହିଲେ, ତମେ କୃଷକୁ ଅନାଅ। ଜହନ ପୁସ୍ତକ 3 ପର୍ବରେ ଲେଖା ହେଇଛି, ଉଁ, କଣ ଲେଖା ହେଇଛି ଟିକେ ଦେଖିବା। ଜହନ ପୁସ୍ତକ 3 ପର୍ବର ଜହନ ପୁସ୍ତକ 3 ପର୍ବ 14 ଆଉ 15 ପଦ ଦେଇ ଆମେ ଦେଖିବା।
ପୁଣି ମୂଷା ଯେପରି ପ୍ରାନ୍ତରରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠେଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ। ଯେପରି ଯେପରି ଯେ କି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏଇ ଜାଗାରେ ମୂଷା ଗଣନା ପୁସ୍ତକରେ ପିତ୍ତଳ ସର୍ପକୁ ପତାକା ଦଣ୍ଡ ଉପରେ ଟଙ୍ଗେଇଲେ। ଏ ଜାଗାରେ ସମାନ ସେ ବାକ୍ୟକୁ ବ୍ୟାଖ୍ୟା କରିକି କୁହାହେଇଛି, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ। ଯିଏ ବିଶ୍ୱାସ କରିବ ତାଙ୍କ ଠାରେ ସେ ଅନନ୍ତ ଜୀବନ ପାଇବ ଲେଖା ଅଛି। ତ ଜୀବନ ହଉଛି କଣ? ଜୀବନ ହଉଛି ଯୀଶୁଙ୍କୁ ଅନେଇଲେ, ଯୀଶୁଙ୍କୁ ଦେଖିଲେ ଜୀବନ ଅଛି। ଯୀଶୁଙ୍କ ଠାରେ ବିଶ୍ୱାସ କଲେ ଜୀବନ ଅଛି। ଆଁ, ସେଥିପାଇଁ ଏ ପିତ୍ତଳ ସର୍ପ କଣ? ପିତ୍ତଳ ସର୍ପ ହଉଛି ଈଶ୍ୱରଙ୍କର ବିଚାର। ଆଁ, ଦାଗ ସର୍ପ ହଉଛି ବ୍ୟବସ୍ଥା। ବ୍ୟବସ୍ଥା ଲୋକକୁ ମାରୁଛି। ଆଁ, ବିଚାର ସାମ୍ନାରେ ଆସିଲେ ବ୍ୟବସ୍ଥା ଦ୍ଵାରା ଯାଇଥିବା ଲୋକ ବିଚାର ପାଇବେ। ପରମେଶ୍ୱର ବିଚାରକୁ ଦେଉଛନ୍ତି। ଏ ପତାକା ଦଣ୍ଡ ହଉଛି କଣ? ଏଇଟା ହଉଛି କୃଷକୁ ବୁଝଉଛି। ସେଥିପାଇଁ ଏ ଜାଗାରେ ଲେଖା ହେଲା, ପୁଣି ମଶା ଯେ ପ୍ରକାର ପ୍ରାନ୍ତରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠେଇଲେ, ମନୁଷ୍ୟ ଅବଶ୍ୟ ସେଇ ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ। ମନୁଷ୍ୟ ପୁତ୍ର ସେ ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ ଲେଖାଛି। ତ ମନୁଷ୍ୟ ପୁତ୍ର ମାନେ ଏଇଟା ଯୀଶୁ ନିଜେ। ସେଥିପାଇଁ ପରମେଶ୍ୱର ଆ, ଗଣନା ପୁସ୍ତକରେ ହିଁ ଯୀଶୁଙ୍କ ବିଷୟରେ ପ୍ରକୃତିରେ ପ୍ରକାଶ କରିଅଛନ୍ତି କି ଯୀଶୁ ଆସିଲେ ଏକା ତମ ଅନୁଗ୍ରହ ପାଇବ। ବର୍ତ୍ତମାନ ଇସ୍ରାଏଲ ଲୋକ ପାପ କରିଛନ୍ତି, ପ୍ରଭୁଙ୍କ ବିରୁଦ୍ଧରେ କଥା ହେଇଛନ୍ତି। ସେଥିପାଇଁ ପରମେଶ୍ୱର କହିଲେ ତୁ ପତାକା ଦଣ୍ଡ ଉପରେ ପିତ୍ତଳ ସର୍ପକୁ ଟଙ୍ଗା କହିଲେ, ଯିଏ ଦେଖୁ ସେ ବଞ୍ଚିବ କହିଲେ। ତା ମାନେ ନିୟମ ଅଛି, ଆଁ, ପ୍ରଭୁଙ୍କୁ ଶୁଣିକି ବଞ୍ଚିବାଟା, କିନ୍ତୁ ଲୋକ ଶୁଣିବାକୁ ଚାହୁଁନାହାନ୍ତି। ସେଥିପାଇଁ ଲୋକମାନେ ଯେହେତୁ ଶୁଣୁନାହାନ୍ତି, ବିଦ୍ରୋହ ହଉଛନ୍ତି। ଉଁ, ସେମାନେ ଶକ୍ତ ଗ୍ରୀବ ମାନେ ସେମାନେ ନିଜର ବେକ ନ ଭାଙ୍ଗୁଆ ଲୋକମାନେ। ବେଳେବେଳେ ଆମେ ଦେଖିବା ଚାଷୀମାନେ ହଳ କରୁଛନ୍ତି ବଳଦ ଦ୍ୱାରା। ବଳଦ ମାନଙ୍କୁ ଜୁଆଳି ପକେଇକି ହଳ ହଳ କରୁଛନ୍ତି। ତ ଏ ବଳଦ ମାନେ ଏମିତି ହିଁ ହଠାତରେ ହଳ କରୁଛନ୍ତି ସେମିତି ନାହିଁ। ସେମାନଙ୍କୁ ଟ୍ରେନିଂ ଦେବା ପିରିୟଡ଼ ଥିବ, ସେମାନେ ଟ୍ରେନିଂ ପାଇବା ପିରିୟଡ଼ ବି ଥିବ। ଯେତେବେଳେ ସେମାନେ ଟ୍ରେନିଂ ପାଆନ୍ତି ସେ ସମୟରେ ସେମାନଙ୍କ ପାଖରେ ବହୁତ ବଳ ଥିବ, ବେଶୀ ଶକ୍ତି ଥିବ। ସେଥିପାଇଁ ସେମାନେ ବହୁତ ଡେଇଁବେ। ସେମାନେ ଏତେ ଡେଇଁବେ ଯେ ଟ୍ରେନିଂ ଦେଉଥିବ ସେ ବହୁତ ହାଲିଆ ହବ ସେ। କିନ୍ତୁ ଏଇ ଗାଈମାନଙ୍କ ପାଖରେ, ବଳଦମାନଙ୍କ ପାଖରେ ନାହିଁ କି ଜ୍ଞାନ ନଥାଏ। ମାଲିକକୁ କେମିତି ଜିତିବୁ ସେଟା ସେମାନେ କେବେ ଜାଣିନଥାନ୍ତି। କିନ୍ତୁ ବଳ ଯେହେତୁ ଅଛି ସେମାନେ ନିଜର ବଳକୁ ପ୍ରୟୋଗ କରିକି ଡରେଇବେ, କିନ୍ତୁ ସେ ବଳ ମଧ୍ୟ ମାଲିକ ପାଖରେ କିଛି କାମ ଦବ ନାହିଁ। ସେଥିପାଇଁ ମାଲିକ କଣ କରିବ? ଯେତେ ଦିନ ଡେଇଁବ ମାଲିକ ନେଇକି ସେତିକି ତାକୁ ହଳ କରିବ। ସେତିକି ହଳ କରିବ, ସେତିକି ଟ୍ରେନିଂ ଦେବ, ସେତିକି ତା ପିଠିରେ ମାଡ ସେ ବାଜିବ। ଉଁ, ସେ ବହୁତ ମାଡ ଖାଇବ, ଏତେ ମାଡ ଖାଇବ, ମାଡ ଖାଇବ ଖାଇବ ଖାଇବ, ଶେଷରେ ସେ ହାର ମାନବ। ନାଇଁ ଏ ଲୋକକୁ ଆଉ ମୁଁ ଜିତି ପାରିବି ନାହିଁ। ଆଁ, ମାଡ ତ ଖାଇବ ଖାଇବ। ଦିନେ ଗୋଟେ ସମୟ ଥିବ ମାଲିକ ତାକୁ ଖାଦ୍ୟ ଦଉଥିବେ, କିନ୍ତୁ ଗୋଟେ ସମୟ ଥିବ ମାଲିକ ନାଇକି ତାକୁ ଭୋକରେ ରଖିବେ। ସେତେବେଳକୁ ସେ ଜାଣିବ, ସତରେ ଏ ପ୍ରକାର ଜୀବନ ମୁଁ କେତେ କେତେ ବର୍ଷ ଏମିତି ବଞ୍ଚିବି, କେତେ ଦିନ ଏ ମାଲିକ ପ୍ରକୃତିରେ ମୁଁ ମୋର ବଳ ପ୍ରକୃତିରେ ପ୍ରୟୋଗ କରିବି, କେତେ ଦିନ ଏହାକୁ ଡରେଇବି। ଉଁ, ମୋର ମାଲିକ କେବେ ମତେ ଛାଡୁନାହାନ୍ତି। ଏମିତି ହେଇକି ଗୋଟେ ବଳଦ କଣ କରିବ ଜାଣିଛନ୍ତି? ସେ ଶେଷରେ ପ୍ରକୃତିରେ ଜ୍ୱାଳି ପକେଇଲେ ମଧ୍ୟ ଛିଡା ହବ, ଚାଲେ କହିଲେ ଯିବ, ରହ କହିଲେ ରହିବ, ଆଗକୁ ବଢେ କହିଲେ ଆଗକୁ ବଢିବ। ସେ ଶୁଣିବାଟା ଆରମ୍ଭ କରିବ। ନୂଆରେ ଜୁଆଳି ପକେଇଲା ବେଳକୁ ସେ ଫାଷ୍ଟ କେବେ ଶୁଣିବ ନାହିଁ, କିନ୍ତୁ କଣ୍ଟିନ୍ୟୁସଲି ଯେତେବେଳେ ତାକୁ ପକା ହବ ତାର ବେକର ଲୋମ ଝଡ଼ିବ, ଆଉ ରକ୍ତ ବାହାରିବ। ତାର ପିଠିରେ ମାନେ ପିଠି ପୁଟେ ତାର ପିଚାରେ କଣ୍ଟା ଲାଗିଥିବା ବାଡ଼ିରେ ତାକୁ ଗେଞ୍ଜା ହବ। ତାର ରକ୍ତାକ୍ତ ହବ ସେ। ଉଁ, ପିଠି ପଟେ ରକ୍ତ ବାହାରବ, ତାର ବେକରେ ବହୁତ ରକ୍ତ ବାହାରବ। ବେକ ରକ୍ତ ବାହାରିଲେ ବହୁତ ବେକ ତାର ଫୁଲିଯିବ, ବେଶୀ କଷ୍ଟ ପାଇବ ସେ। ଉଁ, ହେଲେ ମଧ୍ୟ ମାଲିକ ସେମିତି ହେଲେ ମଧ୍ୟ ସେ ଯେହେତୁ ଛାଡନ୍ତି ନାହିଁ, ପରେ ପରେ କଣ ହବ ଜାଣିଛନ୍ତି? ତାର ସେ ପିଠି ପ୍ରକୃତରେ ସିଝିଯିବ, ତାର ପୁରା ସିଝିଯିବ, ଆଉ ସେ ବଥା କଣ ଯନ୍ତ୍ରଣା କଣ ଜାଣବ ନାହିଁ ସେ। ସେତେବେଳେ ସେ
ଚାଲିବାଟା ଆରମ୍ଭ କର, ମାଲିକରୁ ଶୁଣିବାଟା ଆରମ୍ଭ କର। ସେ ସମୟରେ ଯେତେବେଳେ ମାଲିକର ଶୁଣିବାଟା ଆରମ୍ଭ କରିବ, ମାଲିକ କହିବା ଅନୁସାରେ ଯେତେବେଳେ ହଳ କରିବ, ମାଲିକ ନାଇକି ପରେ ବହୁତ ଯତ୍ନ କରିବେ ତାକୁ। ତାକୁ ଖାଇବାକୁ ଦେବେ, ତାକୁ ଗାଧେଇ ଦେବେ, ତା ଶୋଇବା ପାଇଁ ତା ପାଇଁ ଗୁହାଳ ଘର ବହୁତ ରେଡି କରିଦେବେ। ସେ ଘାସ ଖାଇବା ପାଇଁ ଘାସ କାଟିକି ଆଣିକି ଦେବେ। ଏ ପ୍ରକାର ଭାବରେ ଯେତେବେଳେ ସେ ଶୁଣିବାକୁ ଆରମ୍ଭ କରିବ ମାଲିକର, ସେ ସମୟରେ ମାଲିକ ବହୁତ ଯତ୍ନ କରିବେ ତାକୁ। କିନ୍ତୁ ଯିଏ ଶୁଣିବ ନାହିଁ ସେ ତା ମାଲିକ ଦ୍ୱାରା ବହୁତ କଷ୍ଟ ପ୍ରକୃତିରେ ପାଇବ। ସେଥିପାଇଁ ବର୍ତ୍ତମାନ ଏ ଇସ୍ରାଏଲ ଲୋକମାନଙ୍କର ଜୀବନରେ ମଧ୍ୟ ସମାନ ସେମିତି। ଏମାନେ ପ୍ରଭୁଙ୍କର ଶୁଣିବା ପାଇଁ ଚାହୁଁନାହାନ୍ତି, ପ୍ରଭୁଙ୍କ ଦ୍ୱାରା କଢେଇକି ନିଆଯିବା ପାଇଁ ଚାହୁଁନାହାନ୍ତି। ଆଁ? ହଁ କହିକି ଆଗକୁ ବଢିବା ପାଇଁ ଚାହୁଁନାହାନ୍ତି, ଉଲ୍ଟା ସେମାନେ ଅଭିଯୋଗ କରୁଛନ୍ତି। ଏ ଜାଗାରେ ଉଁ, ଏ ଯୌନ ପୁସ୍ତକ 3 ପର୍ବର ବାକ୍ୟ ଯେତେବେଳେ ଆମେ ଦେଖୁଛୁ, 14 ପଦରେ ପ୍ରଭୁ ଉଁ, ଏ କଣ ଲେଖା ହେଇଛି? ପୁଣି ମଶା ସଦା ଯେ ପ୍ରକାର ପ୍ରାନ୍ତରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠେଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବ। ଯେପରି ଯିଏକି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କର୍ମ କରିବା ଦ୍ୱାରା ଜଣେ ଅନନ୍ତ ଜୀବନ ପାଇବ ନାହିଁ, ବିଶ୍ୱାସ କରିବା ଦ୍ୱାରା ପାଇବ। ମନୁଷ୍ୟ ପୁତ୍ରକୁ ବିଶ୍ୱାସ କଲେ ଜୀବନ ପାଇବ। ସେଥିପାଇଁ 17 ପଦରେ ଲେଖା ହେଲା, ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ସେଥିପାଇଁ ଜଗତ କେମିତି ଉଦ୍ଧାର ପାଇବ, ପ୍ରଭୁ ସେଇଟା ଚାହୁଁଛନ୍ତି। ଆଁ? ସେଥିପାଇଁ ପରମେଶ୍ୱର କଣ କହିବା ପାଇଁ ଚାହୁଁଛନ୍ତି ଗଣନା ପୁସ୍ତକରେ? ଏ ଗଣନା ପୁସ୍ତକରେ ମଶା ହଉଛନ୍ତି ପ୍ରଭୁଙ୍କର ଦାସ। ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ଲୋକମାନଙ୍କୁ ଦେଇଛନ୍ତି, ନିଜର ଦାସଙ୍କୁ ଦେଇଛନ୍ତି। ଏମାନେ ଦାସଙ୍କର କଥା ଶୁଣିଲେ ଏମାନେ ଆରାମସେ ପ୍ରଭୁତିରେ କିଣାନ ଦୋଷରେ ପହଞ୍ଚି ପାରିବେ। କିନ୍ତୁ ଏମାନଙ୍କର ହୃଦୟକୁ ଦେଖିଲେ ଟିକେ ବି ଶୁଣିବାଟା ହୃଦୟ ନାହିଁ, ଗୋଟେ ପରସେଣ୍ଟ ବି ପ୍ରକୃତିରେ ନାହିଁ। ସେଥିପାଇଁ ଏମାନଙ୍କୁ ଏତେ କଠିନ କିଏ କରିଛି? ନିହାତି ଏମାନଙ୍କ ଭିତରେ ଜଣେ ଲୋକ ଅଛି, ତାଙ୍କ ହୃଦୟରେ ପ୍ରବେଶ କରିକି ସେମାନଙ୍କ ଲାଇଫରେ କାମ କରୁଛି। ସେଥିପାଇଁ ସେମାନେ ଆଁ, ସେ ଲୋକକୁ ସୁଯୋଗ ଦେଇଛନ୍ତି, ଯୋଉ ଲୋକ ତାଙ୍କର ଶତ୍ରୁ। ସେ କିଏ ହେଇଥିବ? ଶୈତାନ ସେ। ସେଥିପାଇଁ ମାନେ ଶୈତାନକୁ ହୃଦୟରେ ପ୍ରଭୁତରେ ରଖିକି ପ୍ରଭୁଙ୍କ ଦ୍ୱାରା କଢେଇକି ନିଆଯାଉଛନ୍ତି। ତ ପ୍ରଭୁ କେମିତି ପ୍ରଭୁତରେ କିଣାନରେ ପହଞ୍ଚେଇବେ? এই କିଣାନ ଦେଶ ହଉଛି ଦୁଗ୍ଧ ମଧୁ ପ୍ରବାହୀ ଦେଶ। ଅନ୍ୟ ସାଇଡ୍ ଏଟାକୁ ଆତ୍ମିକ ଅର୍ଥ ଯଦି ଆମେ କରିବା କହିଲେ ଏଟା ସ୍ୱର୍ଗକୁ ପ୍ରଭୁତରେ ବୁଝଉଛି। କିଣାନ ଦେଶ ମିଶର ଦେଶ ହଉଛି ନରକକୁ ବୁଝଉଛି। ଆଁ? ମରୁ ପ୍ରାନ୍ତର ହଉଛି ଗୋଟେ ଜାଗା, ପରମେଶ୍ୱର ଲୋକମାନଙ୍କୁ ଅନୁଗ୍ରହ ଦେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଏମାନେ ମରୁ ପ୍ରାନ୍ତରକୁ ପରମେଶ୍ୱର ସେମାନଙ୍କୁ ସବୁ ଲୋକକୁ ବାହାର କରିକି ଆଣିଛନ୍ତି। ସେଠି ଗଛ ନାହିଁ କି ଛାଇ ନାହିଁ, ଖାଇବାଟା ନାହିଁ, ନିଜ ଇଚ୍ଛାରେ ବଞ୍ଚି ପାରୁନାହାନ୍ତି। ହୁଁ। ସେଥିପାଇଁ ସେମାନେ ଅଭିଯୋଗ କରୁଛନ୍ତି। କିନ୍ତୁ ପ୍ରଭୁ ଏ ମରୁ ପ୍ରାନ୍ତର ହଉଛି ଗୋଟେ ଜାଗା, ସେମାନେ ବହୁତ ଆଶୀର୍ବାଦ ପାଇବାର ଜାଗା ସେଇଟା। ଆଁ? ସେଥିପାଇଁ ଆମେ ଯେତେବେଳେ ଦେଖୁଛୁ ପରମେଶ୍ୱର ଆମକୁ କେମିତି ଅନୁଗ୍ରହ ଦେବେ, କେମିତି ଆମ ଲାଇଫରେ କାମ କରିବେ? ଅନୁଗ୍ରହ ଦ୍ୱାରା କାମ କରିବେ। ହୁଁ। ପ୍ରଭୁ କହୁଛନ୍ତି ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ ଲେଖା ହେଇଛି। ଆଁ? ଟିକେ ସେ ବାକ୍ୟ ଟିକେ ଖୋଜିବା। ଦ୍ୱିତୀୟ କରନ୍ଥୀୟ ଟିକେ କାଢନ୍ତୁ। ଦ୍ୱିତୀୟ କରନ୍ଥୀୟ, ଦ୍ୱିତୀୟ କରନ୍ଥୀୟ 12 ପର୍ବ। ଦ୍ୱିତୀୟ କରନ୍ଥୀୟ 12 ପର୍ବ। 9 ପଦ ଦେଖନ୍ତୁ। ଆଉ ସେ ମୋତେ କହି ଆସନ୍ତି, ଆମ୍ଭର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ତ ମନୁଷ୍ୟ କୋଉ ଜାଗାରେ ଦର୍ପ କରିବା ଦରକାର? ନି- ନିଜର ଦୁର୍ବଳତାର। ସେଥିପାଇଁ ପରମେଶ୍ୱର ଏ ଜାଗାରେ କହୁଛନ୍ତି, ପାଉଲ ଏ ଜାଗାରେ ନିଜକୁ ପ୍ରକାଶ କଲେ। ଆମ୍ଭର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ। ପ୍ରଭୁ କହିଲେ ମୋର ଅନୁଗ୍ରହ ତୋ ପାଇଁ ଯଥେଷ୍ଟ।
ସେଥିପାଇଁ ପାଉଲ କହିଲେ କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାର ଦର୍ପ କରିବି। ତ ପାଉଲ କାହିଁକି ନିଜର ଦୁର୍ବଳତାର ଦର୍ପ କରୁଛନ୍ତି? ପାଉଲ ଜାଣିଛନ୍ତି ଯେ ଈଶ୍ୱରଙ୍କର ଅନୁଗ୍ରହ ମୋ ପାଇଁ ଯଥେଷ୍ଟ। ସେଥିପାଇଁ ଏ ଇସ୍ରାଏଲ ଲୋକମାନେ ମଧ୍ୟ ଯଦି ଜାଣିବେ ଏ ଅନୁଗ୍ରହ ପାଇବାଟା ଜାଗା ହଉଛି ମରୁ ପ୍ରାନ୍ତର। ଏଇଟା ଆମ ପାଇଁ ବହୁତ ଏଇଟା ଯଥେଷ୍ଟ। ପରମେଶ୍ୱର ଏ ଜାଗାରେ ଆମ ନିମନ୍ତେ ଯଥେଷ୍ଟ କାମ କରିବେ। ପରମେଶ୍ୱର ଫାରୋଙ୍କ ପ୍ରକୃତିରେ ଯୁଦ୍ଧ କରିକି ଆମକୁ ବାହାର କରିକି ଆଣିଲେ। ଆମେ ଦେଖିଛୁ ପ୍ରାକ୍ଟିକାଲି। ତାମାନେ ପରମେଶ୍ୱର ମରୁ ପ୍ରାନ୍ତରେ ଆମକୁ କେବେ ମାରିବାକୁ ଆଣିନାହାନ୍ତି। ଏ ମରୁ ପ୍ରାନ୍ତରେ ପ୍ରଭୁ ଆମ ସବୁ ଲୋକଙ୍କୁ ଅନୁଗ୍ରହ ଆଶୀର୍ବାଦ ଦେବା ପାଇଁ ଚାହୁଁଛନ୍ତି। ତେବେ ଏ ପ୍ରକାର ଭାବରେ ଯେତେବେଳେ ସେମାନେ ଈଶ୍ୱରଙ୍କର ଶୁଣିକି ଆଗକୁ ଯେତେବେଳେ ବଢିବେ, ଏମାନେ ବହୁତ ଆଶୀର୍ବାଦ ପ୍ରକୃତରେ ପାଇବେ। ଭାଇ ଭଉଣୀମାନେ, ସତରେ ଆମେ ଯେତେବେଳେ ଏ ପ୍ରକାର ଭାବରେ ଜୀବନ ଯାପନ କରୁ, ସେ ଜାଗାରେ ଅନୁଗ୍ରହ ପ୍ରକୃତରେ ବର୍ଷିବ। ଅନୁଗ୍ରହ ପରମେଶ୍ୱର ଆମମାନଙ୍କୁ ଦେବେ। ସେଥିପାଇଁ ପରମେଶ୍ୱର ସେ ଜାଗାରେ କାମ କରିବେ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ ରାସ୍ତାରେ ପ୍ରକୃତରେ ଦେବେ, ପଢେଇକି ନେବେ। ଦିଶାଇ ପୁସ୍ତକରେ ଦେଖିବା 55 ଦିଶାଇ ପୁସ୍ତକ ଦିଶାଇ ପୁସ୍ତକ ଟିକେ କାଢିବା। ଦିଶାଇ ପୁସ୍ତକ 55 ପର୍ବର 6 ପଦ ଦେଖନ୍ତୁ। ସରି, 53 ପର୍ବର 6 ପଦ। ଆମମାନେ ସମସ୍ତେ ମେଷଗୁଣ ତୁଲ୍ୟ ବିପଥଗାମୀ ହୋଇଅଛୁ। ଆମମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ। ଆଉ ସଦାପ୍ରଭୁ ସମସ୍ତଙ୍କ ଅପରାଧ ତାହାଙ୍କ ଉପରେ ବର୍ତ୍ତେଇ ଆସନ୍ତି। ଏଇ ଜାଗାରେ ଦେଖିଲେ ଆମର ଅପରାଧ କିଏ ବର୍ତ୍ତେଇଛି? ପ୍ରଭୁ ନିଜେ ନିଜ ଉପରେ ଲେଖାଇଛି। ଆମେ ହଉଛୁ ଜଣେ ଲୋକ ବିପଥଗାମୀ ହୋଇଛୁ ଲେଖାଇଛି। ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ ଲେଖାଇଛି। ଆଉ ସଦାପ୍ରଭୁ ଆମ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତେଇ ଆସନ୍ତି। ମୋର ଅପରାଧ କାହା ପାଖରେ ଅଛି? ପ୍ରଭୁଙ୍କ ପାଖରେ ଅଛି। ସେଥିପାଇଁ ପରମେଶ୍ୱର ମତେ ଦେଖୁନାହାନ୍ତି। ଯଦ୍ୟପି ଇସ୍ରାଏଲ ଲୋକ ଗଣନା ପୁସ୍ତକରେ ପ୍ରଭୁଙ୍କୁ ବହୁତ କଥା କହିଲେ, ଅଭିଯୋଗ କଲେ, କିନ୍ତୁ ପରମେଶ୍ୱର ସେମାନଙ୍କୁ ଦେଖିଲେ ନାହିଁ। ସେଥିପାଇଁ ମୂଷାଙ୍କୁ ପ୍ରଭୁ କହିଲେ, ମୂଷା ତୁ ପିତ୍ତଳ ସର୍ପ ବନା, ପତାକା ଦଣ୍ଡ ଉପରେ ରଖେ, ସର୍ପଦଂଷ୍ଟି ପ୍ରତ୍ୟେକ ଲୋକ ସେଟାକୁ ଅନେଇଲେ ବଞ୍ଚିବେ। ପ୍ରଭୁ ସେ ଗୋଟେ ବିଚାରକୁ ଦେବା ପାଇଁ ଚାହୁଁଛନ୍ତି, ଯୋଉ ବିଚାରକୁ ଦେଲେ ସେମାନେ ବଞ୍ଚିବେ। ସେ ବିଚାର କଣ? ସେ ବିଚାର ହଉଛି ପିତ୍ତଳ ସର୍ପ। ସେଥିପାଇଁ ପିତ୍ତଳ ହଉଛି ବିଚାରକୁ ବୁଝଉଛି। ଏ ପତାକା ଦଣ୍ଡ ହଉଛି କୃଷକୁ ବୁଝଉଛି। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ସେମାନଙ୍କ ଲାଇଫରେ କାମ କରିକି ଆଣିବା ପାଇଁ ପ୍ରଭୁତରେ ଚାହୁଁଛନ୍ତି। 7 ପଦରେ ଲେଖା ହେଇଛି ଏ ଜାଗାରେ 53 ପର୍ବର, ସେ ଉପଦ୍ରବ ପ୍ରାପ୍ତ ହେଲେ ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟେଇଲେ ନାହିଁ। ବୋଧ ସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ ଲୋକମାନଙ୍କର ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟେଇଲେ ନାହିଁ। ତ ଏ ଜାଗାରେ ଦେଖିଲେ ଯୀଶୁ କ୍ରୁଶରେ କ୍ରୁଶାର୍ପିତ ହେବା ପୂର୍ବରୁ ନିଜର ପାଟି ଫିଟେଇ ନାହିଁ। ଯୀଶୁଙ୍କୁ ଚାପୁଡ଼ା ମାଡ଼ ମରା ହେଲା, ଯୀଶୁଙ୍କୁ କ୍ରୁଶରେ ଚଢ଼ା ହେଲା, ଯୀଶୁଙ୍କୁ କଣ୍ଟା ମୁକୁଟ ଦିଆହେଲା, ଯୀଶୁଙ୍କୁ ବର୍ଷା ଗେଞ୍ଜା ହେଲା, ଯୀଶୁଙ୍କୁ କେତେ ପ୍ରକୃତିରେ କରାହେଇଛି, କିନ୍ତୁ ଯୀଶୁ ପାଟି ଫିଟେଇ ନାହାନ୍ତି। କାହିଁକି? ଯୀଶୁ ଜାଣିଛନ୍ତି ମତେ ଏଇଟା ବାଧ୍ୟ, ଏ ଜାଗାରେ ଚଢ଼ିବା ପାଇଁ ବାଧ୍ୟ, ଏଇଟା ପ୍ରଭୁଙ୍କର ଇଚ୍ଛା। ମୁଁ ଏମିତି କରିବି, ଏମିତି ଚଢ଼ିବା ଦ୍ୱାରା ଏଇଟା ଲୋକମାନଙ୍କର ଉଦ୍ଧାରର କାଳ, ଉଦ୍ଧାରର ପଥ ହବ। ଲୋକମାନେ ଉଦ୍ଧାର ପାଇବେ, ପାପରୁ ଉଦ୍ଧାର ପାଇବେ, କ୍ଷମା ପାଇବେ। ସମସ୍ତେ ସ୍ୱର୍ଗକୁ ଯିବେ।
ଏ ବିଷୟକୁ ଯୀଶୁ ପ୍ରକୃତିରେ ଦେଖୁଛନ୍ତି। ସେଥିପାଇଁ ସେରେ ମୁଖ ଫିଟେଇଲେ ନାହିଁ ଲେଖା ହେଇଛି। 5 ପଦରେ ଲେଖିଲେ, ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମେ ସୁସ୍ଥ ହେଲୁ। ଆମେ କାହା ଦ୍ୱାରା ସୁସ୍ଥ ହେଲୁ? ଯୀଶୁଙ୍କର ପ୍ରହାର ପାଇଁ ସୁସ୍ଥ ହେଲୁ ଲେଖା ହେଇଛି। ହୁଁ। ଖାଲି କ୍ରୁଶରେ ଚଢ଼ିଲେ ଯୀଶୁ ଆଉ ବାହାରେ 3 ଦିନ ପରେ ଉଠିଲେ ନାହିଁ, ସେମିତି ନାହିଁ। ଯୀଶୁ କ୍ରୁଶରେ ଚଢ଼ିଲେ, 3 ଦିନ ପରେ ଉଠିଲେ। ରୋମେ ପୁସ୍ତକ 4:25 ଲେଖା ହେଇଛି। ସେଇ ଯୀଶୁ ଆମମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ସେଥିପାଇଁ ଲୋକ ଏ ଗୋଟେ ବିଷୟକୁ ଯେତେବେଳେ ଦେଖିବେ, ଯୀଶୁ ଯାହା କହୁଛନ୍ତି, ଧାର୍ମିକ ହେବାଟା ବେଶୀ ସହଜ, ପବିତ୍ର ହେବାଟା ବେଶୀ ସହଜ, ସ୍ପିରିଚୁଆଲି ଜୀବନ ବଞ୍ଚିବାଟା ମଧ୍ୟ ବେଶୀ ସହଜ। ଉଁ, ସମସ୍ୟା ପରିସ୍ଥିତିକୁ ଅତିକ୍ରମ କରିବାଟା, ପାପକୁ ଜିତିବାଟା ମଧ୍ୟ ବେଶୀ ସହଜ। ସେଥିପାଇଁ ପରମେଶ୍ୱର ଆମକୁ ଗୋଟେ କଥା କହିବା ପାଇଁ ଚାହାନ୍ତି, ତମେ ନିଜ ଉପରେ ଭରସା ରଖିବା ପରିବର୍ତ୍ତେ ତମେ ପରମେଶ୍ୱରଙ୍କର ବାକ୍ୟ ଉପରେ ଭରସା ରଖ, ପରମେଶ୍ୱରଙ୍କୁ ବିଶ୍ୱାସ କରିକି ଆଗକୁ ବଢ଼ ବୋଲି କହିବା ପାଇଁ ଚାହାନ୍ତି। ସେଥିପାଇଁ ପରମେଶ୍ୱର ଏ ପ୍ରକାର ସକାଳେ ଆମମାନଙ୍କୁ ଆଉ ଆଶୀର୍ବାଦ କରିକି ପଢ଼େଇକି ନେବା ପାଇଁ ଚାହୁଁଛନ୍ତି। ଏତିକି କହିବି, ପ୍ରାର୍ଥନା କରିବା। ମଙ୍ଗଳ ପରମେଶ୍ୱର ପିତା, ଆଜି ଅନୁଗ୍ରହ ଆମେ ପାଇଲୁ କଳନା ପୁସ୍ତକ ଆଉ 21 ବାକ୍ୟ ଦ୍ୱାରା। ଯେତେବେଳେ ଆମେ ଦେଖୁଛୁ କେମିତି ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଭଲ ପାଉଛନ୍ତି, ମିଶର ଦେଶରୁ ବାହାର କରିକି କେନାନ ଦେଶ ଉଦ୍ଦେଶ୍ୟରେ ସେମାନଙ୍କୁ ମରୁ ପ୍ରାନ୍ତରରେ କଢ଼େଇକି ନେଉଛନ୍ତି। 40 ଦିନର ରାସ୍ତା, 40 ବର୍ଷ ସେମାନେ ଚାଲିଲେ, ସେମାନଙ୍କ ଚପଲ ଛିଣ୍ଡିଲା ନାହିଁ କି ଡ୍ରେସ୍ କଣା ହେଲା ନାହିଁ ଲେଖା ହେଇଛି। କିନ୍ତୁ ପରମେଶ୍ୱର ହେଲେ ପିତା ସେମାନଙ୍କୁ ଭଲ ପାଇକି ଅନୁଗ୍ରହ ଦେଇକି କଢ଼େଇକି ନେଉଛନ୍ତି। 40 ବର୍ଷ ଗୋଟେ ଡ୍ରେସ୍, ଗୋଟେ ଚପଲ ପିନ୍ଧିଲେ। ଆକାଶରୁ ମାନା, ବାଟୋଇ ପକ୍ଷୀ ପଥରକୁ ଆଘାତ କଲେ, ପାଣି ପ୍ରକୃତିରେ ବାହାରିଲା। ଇସ୍ରାଏଲ ଲୋକମାନେ ପ୍ରକାର ଭାବରେ ଖାଇଲେ ପିଇଲେ, କିନ୍ତୁ ସେମାନଙ୍କ ହୃଦୟ ଉଚ୍ଚା ହେଲା। ଦିନେ ପ୍ରଭୁଙ୍କୁ ଅଭିଯୋଗ କଲେ, ମୂଷାଙ୍କ ବିରୋଧରେ କଥା ହେଲେ। ସେତେବେଳେ ପ୍ରଭୁ ସେମାନଙ୍କର କଥାକୁ, ସେମାନଙ୍କର ବିଚାରକୁ ସହ୍ୟ କରିପାରୁନାହାନ୍ତି। ସେଥିପାଇଁ ପରମେଶ୍ୱରଙ୍କ ହୃଦୟରେ ଦେଖିଲେ ସବୁକୁ ମାରିବା ପାଇଁ ଚାହୁଁଛନ୍ତି, କିନ୍ତୁ ଅନ୍ୟ ସାଇଡ୍ରୁ ଦେଖିଲେ ପ୍ରଭୁ ଦୟା ଦେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପ୍ରଭୁ ବିଚାରକୁ ପଠେଇଲେ, ଦାଗ ସ୍ୱରୂପ ଆସିଲା, ବ୍ୟବସ୍ଥା ସ୍ୱରୂପ। ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମ ଲେଖାଇଛି। ବ୍ୟବସ୍ଥା ଦ୍ୱାରା କେହି ଧାର୍ମିକ ହବ ନାହିଁ, ପବିତ୍ର ହବ ନାହିଁ। କିନ୍ତୁ ଏ ଦାଗ ସ୍ୱରୂପ ହେଉଛି ବ୍ୟବସ୍ଥା ସଦୃଶ। ସେଥିପାଇଁ ଏମାନେ ଦାଗ ସର୍ପକୁ ଜିତିବାଟା, ଦାଗ ସର୍ପକୁ ସର୍ପଠାରୁ ପଳାୟନ କରିବାଟା ଲୋକଙ୍କ ପାଖରେ ଶକ୍ତି ନାହିଁ। ଯେଉଁ ଲୋକମାନେ ପ୍ରଭୁଙ୍କ ଦାସଙ୍କୁ ବିଶ୍ୱାସ କରୁନଥିଲେ, ଦିନେ ସେ ପ୍ରଭୁଙ୍କ ଦାସଙ୍କ ପାଖରେ ଯାଇକି ଛିଡ଼ା ହେଲେ। ଆଉ ସେ ପ୍ରଭୁଙ୍କ ଦାସଙ୍କୁ ନିବେଦନ କରୁଥିଲେ, ମଶା ଆମ ପାଇଁ ପ୍ରାର୍ଥନା କର ପ୍ରଭୁଙ୍କ ସମ୍ମୁଖରେ। ଆଉ ପରମେଶ୍ୱର ଯେମିତି ସର୍ପମାନଙ୍କୁ ସବୁ କାଟିଦେବେ। ସେ ସମୟରେ ମଶା ଲୋକମାନଙ୍କ କଥାକୁ ଶୁଣିଲେ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଭୁ ଉତ୍ତର ଦେଲେ, ମୁଁ ସର୍ପକୁ କାଢ଼ିବି ନାହିଁ, ଦାଗ ସର୍ପ, ମାତ୍ର ତୁ ପିତ୍ତଳ ସର୍ପ ଗୋଟେ ବନା, ପତାକା ଦଣ୍ଡ ଉପରେ ରଖେ, ସର୍ପ ଦୃଷ୍ଟି ପ୍ରତ୍ୟେକ ଲୋକ ସେଟାକୁ ଅନେଇଲେ ବଞ୍ଚିବେ। ତ ଏଇଟା ହେଉଛି ଗୋଟେ ବିଷୟ। ପିତ୍ତଳ ସର୍ପ ହେଉଛି ପ୍ରଭୁଙ୍କର ବିଚାର। ସେଥିପାଇଁ ବିଚାର ଯେତେବେଳେ ମନୁଷ୍ୟ ଦେଇକି ମନୁଷ୍ୟ ଜୀବନରେ ଆସିବ, ବିଚାର କେଉଁ ତ କ୍ଷମା ଦେଇପାରିବ ନାହିଁ। ବିଚାର ସବୁ ବିଚାର ହେଉଛି ଗୋଟେ ବିଚାର, ଏ ପ୍ରକାର ନିୟମ ଯୋଉଟାକି ସମସ୍ତଙ୍କୁ ନ୍ୟାୟ ପ୍ରକୃତିରେ ଦେବ। ଲୋକମାନଙ୍କ ପାଖରେ ପାପ ଅଛି, ପାପୀ ଲୋକମାନଙ୍କୁ ନ୍ୟାୟ ପ୍ରକୃତିରେ ମିଳିବ, ଦଣ୍ଡ ପାଇବେ। କିନ୍ତୁ ପ୍ରଭୁ ସେ ଜାଗାରେ ନିୟମକୁ ବଦଳାଉଛନ୍ତି। ଯଦି ବି ଏ ଲୋକମାନେ ଏ ପ୍ରକାର ଭାବରେ ବଞ୍ଚୁଅଛନ୍ତି, ଏ ପ୍ରକାର ଭାବରେ ବଚସା କରିକି କଥା କହୁଛନ୍ତି, କିନ୍ତୁ ମୁଁ ଏମାନଙ୍କୁ ଗୋଟେ ନିୟମ ଦେବି କହିକି ପ୍ରଭୁ ସେ ଜାଗାରେ ପିତ୍ତଳ ସର୍ପକୁ ବନେଇବା ପାଇଁ କହିଲେ, ପତାକା ଦଣ୍ଡ ଉପରେ ଟଙ୍ଗେଇବା ପାଇଁ ପ୍ରଭୁତରେ ଆଦେଶ ଦେଲେ। ମଶା ଯେତେବେଳେ ଟଙ୍ଗେଇଲେ, ପ୍ରତ୍ୟେକ ସର୍ପ ଦୃଷ୍ଟି ପ୍ରତ୍ୟେକ ଲୋକ ଅନେଇଲାକୁ ବଞ୍ଚିଲେ ଲେଖା ହେଇଛି। ତ ଠିକ୍ ସେହିପରି ପରମେଶ୍ୱର ସେ ଜାଗାରେ କାମ କରିଛନ୍ତି। ଆଉ ଇସ୍ରାଏଲ ଲୋକମାନେ ଉଦ୍ଧାର ପାଇଲେ, ସେମାନେ ବଞ୍ଚିଲେ। ଦିନେ ସେମାନେ କିଣାନ ଦେଶରେ ପ୍ରଭୁତରେ ପହଞ୍ଚୁଛନ୍ତି। ହଁ, କିଣାନ ଦେଶ ହେଉଛି ଗୋଟେ ଜାଗା, ଉଦ୍ଦମୁଦ ପ୍ରବାହୀ ଦେଶ। ଏରେ ଆତ୍ମିକ ଅର୍ଥକୁ ନେଇକି ତମେ ଚିନ୍ତା କରିବୁ, ଏ କିଣାନ ଦେଶ ହେଉଛି ସ୍ୱର୍ଗର ପ୍ରତିଛବି। ପରମେଶ୍ୱର ଆମେ ନିଜକୁ ଦେଖିଲେ ଆମେ କେତେ ଦୁଷ୍ଟ, ମନ୍ଦ ଆଉ କଦର୍ଯ୍ୟ, କିନ୍ତୁ ପରମେଶ୍ୱର ତୁମେ ଆମମାନଙ୍କୁ ଯୀଶୁଙ୍କ ଦ୍ୱାରା ଅନୁଗ୍ରହ ଦେଇକି କଢ଼େଇକି ଆଣିଲ। ଆମେ ଅନୁଗ୍ରହ ପାଇଲୁ, ପବିତ୍ର ହେଲୁ, ଧାର୍ମିକ ହେଲୁ। ଆମେ କର୍ମ 1% ମଧ୍ୟ କରିନୁ, ସମସ୍ତ କର୍ମ 100 to 100 ଯୀଶୁ କରିଅଛନ୍ତି।
ଆମେ ଯୀଶୁଙ୍କର କର୍ମ ଯେତେବେଳେ ବିଶ୍ୱାସ କରୁଛୁ, ଗ୍ରହଣ କରୁଛୁ, ସେ ଜାଗାରେ ସହଜରେ ଆମେ ଧାର୍ମିକ ହଉଛୁ, ପବିତ୍ର ହଉଛୁ। ସେ ସମୟରେ ଆମ ଭିତରେ ଆନନ୍ଦ, ଖୁସି ପ୍ରକୃତିରେ ଆସୁଛି। ପ୍ରଭୁ, ଆଜିର ଉପାସନାରେ ମଧ୍ୟ ତୁମେ ଏ ପ୍ରକାର ଭାବରେ କଢ଼େଇକି ଆଣିଲ, ଧନ୍ୟବାଦ ଦଉଛି। ଆଉ ପ୍ରତ୍ୟେକ ଭାଇମାନଙ୍କ ଜୀବନରେ କଷ୍ଟ ପରିସ୍ଥିତି ଅଛି, ତୁମେ ଜାଣିଆଛ ପ୍ରଭୁ। ବାକ୍ୟ ଦ୍ୱାରା ତାଙ୍କ ଜୀବନରେ ତୁମେ ଫୁଲଫିଲ୍ କର। ବାକ୍ୟ ଦ୍ୱାରା ତାଙ୍କ ଜୀବନରେ ଅନୁଗ୍ରହ ଦୟା ଯାଇକି ପଢ଼େଇକି ନିଅ। ଆଜି এই ମୂଲ୍ୟବାନ ବାକ୍ୟ ପାଇଁ ଧନ୍ୟବାଦ ଦଉଛୁ। ପ୍ରାର୍ଥନା ଶୁଣିଲ, ଆଜି ତୁ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଶୁଣିଥିବା ପାଇଁ।